ସ୍ୱାଗତମ୍। ଆଜି ଆମେ ଗୋଟେ ବଡ଼ ବହୁତ କୌତୂହଳିଆ ଐତିହାସିକ କଥା ନେଇ ଆଲୋଚନା କରିବା। ହଁ ଆମ ପାଖରେ ଗୋଟେ ଉତ୍ସର ଅଂଶ ଅଛି, ତା ନାଁ ହେଉଛି ଗ୍ରାମୋଫୋନ୍ ରେକର୍ଡିଂର ପ୍ରଥମ କଣ୍ଠଶିଳ୍ପୀ। ଆଚ୍ଛା ଆଉ ସେଇଟା ଗୋଟେ ସିଧା ପ୍ରଶ୍ନରୁ ଆରମ୍ଭ ହେଇଛି। ହଁ ମୁଁ ଦେଖିଲି ଏ ପ୍ରଶ୍ନଟି ଆମ ଭାରତୀୟ ସଙ୍ଗୀତ ଇତିହାସର ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ କହିଲେ ମୋଡ଼ ବିଷୟରେ। ସିଧା ପଚରାଯାଇଛି ନଭେମ୍ବର 1902ରେ କଲିକତାର କେଉଁ କଣ୍ଠଶିଳ୍ପୀ ପ୍ରଥମେ ବ୍ୟବସାୟିକ ଭାବେ ଗ୍ରାମୋଫୋନ୍ରେ ରେକର୍ଡ କରିଥିଲେ, ମାନେ ପ୍ରଥମ ଭାରତୀୟ। ବାସ୍। ଏଟା ଖାଲି ଗୋଟେ ତଥ୍ୟ ନୁହେଁ, କିନ୍ତୁ ଏକ ସାଂସ୍କୃତିକ ମାଇଲ ଖୁଣ୍ଟ କହିଲେ ଚଲେ। ଏକଦମ ଠିକ୍। ଆଜି ଆମେ ଏଥିପାଇଁ ବସିଛେ ଯେ ଏ ପ୍ରଶ୍ନର ଉତ୍ତର ତ ଖୋଜିବା, କିନ୍ତୁ ତା ସହ ଏ ପ୍ରଶ୍ନଟା ନିଜେ କାହିଁକି ଏତେ ଦରକାରୀ। ହଁ ସେଇଟା ଗୁରୁତ୍ୱପୂର୍ଣ୍ଣ। ହଁ, 1902 ମସିହା କଲିକତା ସହର ଆଉ ବ୍ୟବସାୟିକ ରେକର୍ଡିଂ ଏସବୁ ଶବ୍ଦ ମିଶିଲେ କେମିତି ଚିତ୍ରଟେ ଆସୁଛି ସେ ସମୟର। ହଁ ଚାଲନ୍ତୁ ଟିକେ ଭିତରକୁ ଯିବା ଏହାର। ନିଶ୍ଚୟ। ଦେଖନ୍ତୁ, ଏଟା ଖାଲି ଜଣେ ଲୋକର କଥା ନୁହେଁ, ଏଇଟା ଗୋଟେ ନୂଆ ଯୁଗର ଆରମ୍ଭକୁ ଦେଖାଉଛି। ମାନେ ଯେତେବେଳେ ସଙ୍ଗୀତ ଆଉ ଖାଲି ଲାଇଭ୍ ଶୁଣିବା କଥା ହିଁ ରହିଲାନି, ଆଚ୍ଛା। ଟେକ୍ନୋଲୋଜି ଆସିଲା, ତା ମାଧ୍ୟମରେ ସାଧାରଣ ଲୋକଙ୍କ ଘରେ ପହଞ୍ଚିବାର ଗୋଟେ ସମ୍ଭାବନା ତିଆରି ହେଲା। ହଁ ଠିକ୍। ଆଉ ଏ କାମଟା ହଉଥିଲା କଲକତାରେ, ଯାହା ସେତେବେଳକୁ ଆମ ଭାରତର ସାଂସ୍କୃତିକ ଆଉ ବୌଦ୍ଧିକ କାମର କହିଲେ ପେଣ୍ଠସ୍ଥଳୀ ଥିଲା। ଏକଦମ ସତ କଥା। କଲକତା ସେତେବେଳେ ଖାଲି ବ୍ରିଟିଶ ରାଜଧାନୀ ନଥିଲା। ନା ସାହିତ୍ୟ, ସଙ୍ଗୀତ, ନାଟକ ସବୁଥିରେ ଗୋଟେ ଜୀବନ୍ତ ମାହୋଲ ଥିଲା। ହଁ ବହୁତ। କେତେ ଭଲ କଳାକାର ସେଠି ସେତେବେଳେ କାମ କରୁଥିଲେ। ତେଣୁ ଭାରତର ପ୍ରଥମ ବ୍ୟବସାୟିକ ରେକର୍ଡିଂ ସେଇଠି ହେବାଟା ଯୁକ୍ତିଯୁକ୍ତ ଲାଗୁଛି। ଏକଦମ। ଆଉ ସେ ଯୋଉ ବ୍ୟବସାୟିକ ଭାବେ ଶବ୍ଦଟା ଅଛି ନା, ହଁ, ତାର ବି ଗୋଟେ ଅଲଗା ମାନେ ଅଛି। କ'ଣ ସେଟା? ତା ମାନେ ହେଲା ଏଇଟା କିଛି ବ୍ୟକ୍ତିଗତ ଶୌକ କି ପରୀକ୍ଷା ନଥିଲା। ଓହୋ। ଏମିତି ନୁହେଁ ଯେ କିଏ ନିଜ ପାଇଁ କରୁଥିଲା, ଏଇଟା ସିଧା ବଜାର ପାଇଁ ତିଆରି ହେଉଥିଲା, ଲୋକେ କିଣିବେ ବୋଲି। ଆଚ୍ଛା, ପ୍ରଡକ୍ଟ ବୋଲି। ହଁ, ବିକୁଳି ପାଇଁ। ଏଇଠୁ ତ ଆରମ୍ଭ ହେଲା ସଙ୍ଗୀତକୁ ଗୋଟେ ଉତ୍ପାଦ କରିବାର କାମ, ଯାହା ପରେ ପୁରା ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ମୂଳଦୁଆ ପକେଇଲା। କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଛି ଯେ ଆମର ଏ ଯୋଉ ଉତ୍ସାହ ଅଛି, ସେ ଏ ପ୍ରଶ୍ନଟା ପଚାରି ଦେଇଛି, ହେଲେ ଉତ୍ତରଟା ଦେଇନି। ହଁ ସେଇଟା ତ। ତେବେ କିଏ ଥିଲେ ସେ ପ୍ରଥମ କଣ୍ଠଶିଳ୍ପୀ? ଏ ତଥ୍ୟଟା କାହିଁକି ଏତେ ସହଜରେ ମିଳୁନି, କିମ୍ବା ଏ ଉତ୍ସରେ କାହିଁକି ଦିଆଯାଏନି, ଏଟା ବି ଗୋଟେ ଭାବିବା କଥା। ହୁଏତ ଏଇଟା ଇତିହାସ ଲେଖିବାର ଗୋଟେ ସାଧାରଣ ସମସ୍ୟାକୁ ଦେଖାଉଛି। କେମିତି? ଦେଖନ୍ତୁ, ଅନେକ ସମୟରେ ଯୋଉ ପ୍ରଥମ ଘଟଣା ସବୁ ହୁଏ, ତାର ଡକ୍ୟୁମେଣ୍ଟେସନ ସେତେ ଭଲରେ ହେଇନଥାଏ। ରେକର୍ଡିଂ କମ୍ପାନୀ ପାଇଁ ବୋଧେ ବେପାରଟା ବେଶୀ ଜରୁରୀ ଥିଲା। ଆଚ୍ଛା। କଳାକାରଙ୍କ ନାଁ ଗାଁର ସବୁଦିନ ପାଇଁ ହିସାବ ରଖିବା ତୁ ବୋଧେ ବେପାର ବଳ ଥିଲା। ବୁଝିଲି। ତେବେ ଏ ଯୋଉ ପରିଚୟଟା ଜଣା ନାହିଁ, ସେଇଟା ହିଁ ଏ କଥାଟାକୁ ଆହୁରି ରହସ୍ୟମୟ ଆଉ କହିଲେ ଆକର୍ଷଣୀୟ କରିଦଉଛି। ତେବେ ଏ ଯାଏ ଆମେ ଯାହା କଥା ହେଲେ, ସେଥିରୁ ଗୋଟେ କଥା ସ୍ପଷ୍ଟ ଯେ 1902 ନଭେମ୍ବରରେ କଲିକତାରେ ଯିଏ ବି ସେ ପ୍ରଥମ ବ୍ୟବସାୟିକ ଗ୍ରାମୋଫୋନ୍ ରେକର୍ଡିଂ କଲେ, ହଁ, ସେ ଖାଲି ଜଣେ ଗାୟକ ବା ଗାୟିକା ନଥିଲେ, ସେ ଆମ ଭାରତୀୟ ସଙ୍ଗୀତ ଆଉ ଟେକ୍ନୋଲୋଜି ଭିତରେ ଗୋଟେ ନୂଆ ସମ୍ପର୍କର ନୂଆ ଅଧ୍ୟାୟ ଆରମ୍ଭ କରିଥିଲେ। ଏକଦମ। ଏଥିରେ କୌଣସି ସନ୍ଦେହ ନାହିଁ, ଗୋଟେ ବଡ଼ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ସେଟା। ଆମ ଉତ୍ତର ଆମକୁ ସିଧା ଉତ୍ତର ଦେଲାନି ସତ, ହେଲେ ଗୋଟେ ବଡ଼ ପ୍ରଶ୍ନ ଆଗରେ ଆଣି ଛିଡ଼ା କରିଦେଲା। ହଁ, ଏଇଟା ଆମକୁ ଭାବିବାକୁ ବାଧ୍ୟ କରୁଛି ଯେ ଇତିହାସର ଏ ଯୋଉ ପ୍ରଥମ କଥା ସବୁ ଅଛି, ତାକୁ ଖୋଜିବା କାହିଁକି ଏତେ ଦରକାର। ଠିକ୍। ବୋଧହୁଏ ଏଇଟା ଆମ ସାଂସ୍କୃତିକ ଯାତ୍ରାର ମାଇଲଖୁଣ୍ଟଗୁଡ଼ିକୁ ଚିହ୍ନିବାର ଗୋଟେ ଚେଷ୍ଟା। ଆଉ ଏଇଟା ଆମ ଶ୍ରୋତାମାନଙ୍କ ପାଇଁ ବି ଗୋଟେ ଚିନ୍ତାର ବିଷୟ ଛାଡ଼ି ଯାଉଛି। ନିଶ୍ଚୟ। କିଏ ହେଇପାରନ୍ତି ସେହି ଅନାମଧେୟ ଅଗ୍ରଣୀ? ତାଙ୍କର କାହାଣୀ କ'ଣ ଥିବ? ହଁ, ସତରେ ଏକ ଭାବିବାର କଥା। ଦେଖନ୍ତୁ, ଟେକ୍ନୋଲୋଜି ଯେମିତି ଇତିହାସକୁ ସାଇତେ ରଖିବାରେ ସାହାଯ୍ୟ କରେ, ବେଳେବେଳେ ସେମିତି କିଛି ଗୁରୁତ୍ୱପୂର୍ଣ୍ଣ କଥାକୁ ଅନ୍ଧାରରେ ବି ହଜେଇ ଦିଏ। ଓହୋ, ଏଇଟା ଗୋଟେ ବଡ଼ କଥା କହିଲେ। ସେ ପ୍ରଥମ ରେକର୍ଡିଂଟା ହୁଏତ ଆଜି ବି କୋଉଠି ଥାଇପାରେ, କିନ୍ତୁ ତା ପଛର ମଣିଷଟିର କାହାଣୀଟା ବୋଧହୁଏ ସମୟ ସାଙ୍ଗରେ ମଳିନ ପଡ଼ିଯାଇଛି। ଏଇଟା ଆମକୁ ମନେ ପକେଇ ଦିଏ ଯେ ଇତିହାସ ଖାଲି ଘଟଣା ନୁହେଁ। ନା, ଇତିହାସ ମଣିଷମାନଙ୍କର